ପିଲାଙ୍କ ଜୀବନ ସହିତ ଯେଉଁ ଖେଳା ଯାଇଛି, ପରୀକ୍ଷା ଏକ୍ଜାମ ୱିକ୍ ହେଇଛି, ଲିକ୍ ହେଇଛି, ଲୋକଲୋଚନକୁ ଆଣିବା ପାଇଁ, ପିଲାମାନେ ନ୍ୟାୟ ପାଇବା ପାଇଁ ତାଙ୍କ ଆଦଳ ଉଚ୍ଚ କୋଟି। ଭୟଙ୍କର ପରିସ୍ଥିତି କାଲି ଦିଲ୍ଲୀରେ ପୋଲିସ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀଙ୍କୁ। କରିବା ଉଚିତ ନୁହଁ। ଆଲୋଚନା କରି ସମାଧାନ କରିବେ କ'ଣ? ଯେଉଁ ପୋଲିସ କି ୟୁଟିଲାଇଜ କଲେ, ପିଲାଙ୍କ ଉପରେ ଆଟାକ୍ କଲେ, 350ରୁ ଉର୍ଦ୍ଧ୍ୱ ପୁଲିସ ଇଞ୍ଜୋର୍ଡ, 1000-1200 ପୁଲିସ ଝିଅ ମହିଳା ଇଞ୍ଜୋର୍ଡ। ତାର ଜବାବ ଜନସାଧାରଣ ଦେବେ। ପ୍ରଥମେ ମୁଁ ଧନ୍ୟବାଦ ଦେବି କଂଗ୍ରେସ ପାର୍ଟି କି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଛନ୍ତି, ଯୁଦ୍ଧ ଡାକରା ଦେଇଛନ୍ତି। ପିଲାଙ୍କ ଜୀବନ ସହିତ ଯେଉଁ ଖେଳା ଯାଇଛି, ପରୀକ୍ଷା ଏକ୍ଜାମ ୱିକ୍ ହେଇଛି, ଲିକ୍ ହେଇଛି, ଲୋକଲୋଚନକୁ ଆଣିବା ପାଇଁ, ପିଲାମାନେ ନ୍ୟାୟ ପାଇବା ପାଇଁ ତାଙ୍କ ଆଦଳ ଉଚ୍ଚ କୋଟି। କାଲି ଯେଉଁଭଳି ଭାବେ ଦିଲ୍ଲୀରେ କରାଗଲା, ଦିଲ୍ଲୀ ଇତିହାସରେ ହେଇନି କେବେ। 320-21 ଜଣ ପୋଲିସ ଇଞ୍ଜୋର୍ଡ, 500ରୁ ଉର୍ଦ୍ଧ୍ୱ ଛାତ୍ର ଯୁବକ ଇଞ୍ଜୋର୍ଡ। ଭୟଙ୍କର ପରିସ୍ଥିତି କାଲି ଦିଲ୍ଲୀରେ ପୋଲିସ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀଙ୍କୁ। କରିବା ଉଚିତ ନୁହଁ। ତମେ ନ୍ୟାୟ ଦେବା ପରିବର୍ତ୍ତେ ଓଲଟ ଚାର୍ଜ କରିବ, ଓଲଟ ପାୱାର ଅଛି ବୋଲି ମିସ୍ ୟୁଟିଲାଇଜ କରିବ। ଏଗୁଡ଼ାକ ଅତି ଅନୁଚିତ କାର୍ଯ୍ୟ କରିଛନ୍ତି। ସେ ହାତକୁ ସେ କ'ଣ କି ଡଙ୍ଗା ଯେତେବେଳେ ବୁଡ଼େ, ପାପ ଗୁଡ଼ାକ ବେଢ଼ିଯାଏ। ତାଙ୍କର ଦିନକୁ ଦିନ ତଳକୁ ତଳକୁ ଯାଉଛନ୍ତି। ରାହୁଲ ଗାନ୍ଧୀ ପ୍ରତିଦିନ ଡେଭଲପ କରୁଛି, ଛାତ୍ରଙ୍କ ଉପରେ, ନାରୀଙ୍କ ଉପରେ, ଯୁବକଙ୍କ ଉପରେ, ବେକାର ସମସ୍ୟା ଉପରେ, ଚାଷୀଙ୍କ ଉପରେ, ଦେଶ ପାଇଁ, ଜାତି ପାଇଁ ଏ ଯେଉଁ ସଂଗ୍ରାମ ସେ ଚଲେଇଛନ୍ତି, ଲୋକେ ତାଙ୍କ ପଛରେ। ଏ ଡଙ୍ଗା ବୁଡ଼ିଲାଣି, ତେଣୁକରି ସେ ଆଲୋଚନା କରି ସମାଧାନ କରିବେ କ'ଣ? ଯେଉଁ ପୋଲିସ କି ୟୁଟିଲାଇଜ କଲେ, ପିଲାଙ୍କ ଉପରେ ଆଟାକ୍ କଲେ, 350ରୁ ଉର୍ଦ୍ଧ୍ୱ ପୁଲିସ ଇଞ୍ଜୋର୍ଡ, 1000-1200 ପୁଲିସ ଝିଅ ମହିଳା ଇଞ୍ଜୋର୍ଡ। ତାର ଜବାବ ଜନସାଧାରଣ ଦେବେ। ଇଲେକ୍ସନ ମାଡ଼ି ଯାଉଛି, ପ୍ରାଇମ ମିନିଷ୍ଟର ହବ ରାହୁଲ ଗାନ୍ଧୀ। ଓଡ଼ିଶା ତା ଭାବରେ ଜୋରରେ ଆଗେଇ ଚାଲିଛି। ଓଡ଼ିଶା ସଂଗଠନ ଭକ୍ତ ଦାସ ସୁନ୍ଦର ଭାବେ ଚଲେଇଛନ୍ତି। ଓଡ଼ିଶାର ନେତୃତ୍ୱ ଦେବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଭକ୍ତ ଦାସ। ସମୟକୁ ଅପେକ୍ଷା କର।